ओम गुरु ब्रह्मा गुरु विष्णु गुरुदेव महेश्वर गुरुरेव परम ब्रह्मं तस्मै श्री गुरुवे नमः। अखंडमंडलाकारं व्याप्तयेनं चराचरं तत्पदं दर्शितं येनं तस्मै श्री गुरुवे नमः। तस्मै श्री गुरुवे नमः। तस्मै श्री गुरुवे नमः। ओम नमः शिवाय। 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 शिवपुराण बा शैवपुराण तृतीय खंड सत्यवती कन्यार विवरण प्रथम भाग। सनत कुमार मुखु शिवंक चरित शुणी सर्व ऋषि गणे होई आनंदित। बोइले हे धाता सुत तुम्भ तुम्भे पुण्यवंत। तुम्भ समान रे केही नाही त्रिजगत। যাহা যাহা আম্ভ আগে করিল বখাণ। সমূলে পবিত্র হেলু সকল যে পুণ। ଆଉ ଯାହା କହି ଜାଣିଛନ୍ତି ଶିବଙ୍କ ଚରିତ। ଆମ୍ଭମାନଙ୍କୁ ବୁଝାଇ କରନ୍ତୁ ତୃପତ। କାର୍ତ୍ତିକେୟ ଗଜାନନ ଜନ୍ମର କଥନ। କହିଛନ୍ତି ଆମ୍ଭ ଆଗେ କରିଣ ବ୍ୟାଖ୍ୟାନ। ଯାହା ଲୋକରେ ଅଟଇ ଆନନ୍ଦଦାୟକ। ଶୁଣିଲୁ ତୁମ୍ଭର ମୁଖୁ ସେ ଚରିତ ଯାକ। ପୁଣି ତୋଷ ହୋଇବାରେ ଅନୁଗ୍ରହ କର। ପରମ ବ୍ରହ୍ମ ଜ୍ଞାନୀ ତୁମ୍ଭେ ମୁନିଙ୍କ ପ୍ରବର। ଆବର କଥାଏ ଆମ୍ଭେ ପଚାରୁଛୁ ଏବେ। ବିସ୍ତାରି ସେ ଚରିତକୁ କହ ସ୍ନେହ ଭାବେ। ନନ୍ଦୀଶ୍ୱର ଜନ୍ମ ଲାଭ କରିଥିଲେ କାହୁଁ। ସମସ୍ତ ଗଣରେ ଶ୍ରେଷ୍ଠ ହେଲେ କିମ୍ପା ସେହୁ। সকল ଲୋକରେ ସେହୁ ହେଲେ କିମ୍ପା ପୂଜ୍ୟ। ସର୍ବଦା ପ୍ରସନ୍ନ ତାଙ୍କ ଠାରେ ବୃକ୍ଷ ଧ୍ୱଜ। ଏ ସର୍ବ ଚରିତ ଶୁଣିବାକୁ ଅଛି ମନ। ସନ୍ତୋଷ ମନରେ ଏହା କହ ତପୋଧନ। କୌତୁକ ଚରିତ ଗୋଟି ଯତନରେ କହ। ଶ୍ରବଣେ ଶୁଣିଲେ ମନୁ ତୁଟିବ ସନ୍ଦେହ। ଏମନ୍ତ ବୋଲିଣ କର ମସ୍ତକେ ନିବେଶି। ମୁଖକୁ ଚାହିଁଲେ ସର୍ବେ ନିକଟରେ ବସି। ଏହା ଦେଖି ଅନ୍ତର୍ଗତେ ସ୍ମରି ଶିବ ଭାବ। କହିବାକୁ ଆରମ୍ଭିଲେ ସେ ମୁନି ପୁଙ୍ଗବଉ। ବୋଲନ୍ତି ଶୁଣ ହେ ସର୍ବେ ନନ୍ଦୀଶ୍ୱର ଜନ୍ମ। ସଦ୍ଗତି ଲଭିବ ପୂର୍ଣ୍ଣ ହେବ ସବୁ କାମ। ଏକ ମନ ହୋଇ ଶୁଣ କୌତୁକ ଚରିତ। ଶୁଣିଲା ମାତ୍ରକେ ମନ ହର୍ଷ ହେବ ଜାତ। ପୂର୍ବ କାଳେ ହରିଶ୍ଚନ୍ଦ୍ର ନାମେ ମହାରାଜା। ଚାରି ସମୁଦ୍ରାନ୍ତ କରି ପାଳୁଥିଲେ ପ୍ରଜା। ସୂର୍ଯ୍ୟବଂଶେ ଜାତ ସେହୁ ବିଖ୍ୟାତ ଭୂତଳେ। ରାଜାମାନେ ଖଟିଥାନ୍ତି ତାଙ୍କ ପାଦ ତଳେ। ଧାର୍ମିକ ବିବେକ ପଣ୍ଡିତ ଯେ ସୂର୍ଯ୍ୟବନ୍ତ। ଯେ ଶତ୍ରୁ ହୁଇ ତାକୁ କରନ୍ତି ନିପାତ। ଦାତା ଶିରୋମଣି ଅଟନ୍ତି ଯେ ହରିଶ୍ଚନ୍ଦ୍ର। ପ୍ରବଳ ପ୍ରତାପୀ ରାଜା ଅଯୋଧ୍ୟା ନରେନ୍ଦ୍ର। ସାତ୍ବିକ ମନରେ ବହୁ ତ ସେ ଦାନ କଲେ। ତାହା ଶୁଣି ବିଶ୍ୱାମିତ୍ର ଆସି ପହଞ୍ଚିଲେ। ସେ ମାଗନ୍ତେ ତାକୁ ସବୁ ପୃଥ୍ୱୀ କଲେ ଦାନ। ଦକ୍ଷିଣା ନିମନ୍ତେ ତହୁ ନ ଅଣ୍ଟିଲା ଧନ। ଆତ୍ମା ବିକ୍ରି କଲେ ରାଜା ତହିର ନିମନ୍ତେ। ପୁତ୍ର ତୁଲେ ଭାରି ଯାକୁ ବିକିଲେ ତଦର୍ଥେ।
ଯୁଗେ ଯୁଗେ ରହିଅଛି ତାଙ୍କର ସେ କୀର୍ତ୍ତି। ଅଦ୍ୟାବଧି ଲୋକମାନେ ଗାୟନ କରନ୍ତି। ସେ ରାଜାଙ୍କ ଭାର୍ଯ୍ୟା ହୋଇଥିଲେ ଜୟା ଦେବୀ। ଗୌରୀଙ୍କ ସାପ୍ୟ ଯୋଗୁ ମହିରେ ସମ୍ଭବୀ। ସତ୍ୟବତୀ ବୋଲି ହୋଇଥିଲା ତାଙ୍କ ନାମ। ସୁନ୍ଦରପଣରେ ତାଙ୍କୁ କେ ନଥିଲା ସମ। ସର୍ବଦା ଧର୍ମରେ ଥାଏ ତାଙ୍କ ଚିତ୍ତବୃତ୍ତି। ମହାରାଜା ଅଂଶେ ହୋଇଥିଲେ ଉତ୍ତପତି। ଏ ବଚନ ଶୁଣି ବୋଲନ୍ତି ଯେ ଋଷିଗଣ। ଆଗ ଏହି କଥା ଗୋଟି କହନ୍ତି ଆପଣ। କୌତୁକ କଥା ଗୋଟି ଶୁଣିବୁ ଗୋସାଇଁ। ଜୟାଙ୍କୁ ବିହିଲେ ସାପ ଗୌରୀ କି ପାଇଁ। ସେ କେମନ୍ତେ ହେଲେ ହରିଶ୍ଚନ୍ଦ୍ରଙ୍କର ପ୍ରିୟା। କହ ମହାମୁନି ଯେବେ ଅଛି ତୁମ୍ଭ ଦୟା। କହନ୍ତି ଯେ ବୈଧାତ୍ରୀ ଶୁଣ ସର୍ବମୁନି। ଏକ ଦିନେ ପାର୍ବତୀଙ୍କ ସଙ୍ଗେ ଶୂଳ ପାଣି। ବିବିଧ ବିନୋଦେ କରୁଥିଲେ ରସ କ୍ରୀଡ଼ା। ଦୁହିଁଙ୍କର ଅନୁମତେ ଦୃଢ଼ କରି ବ୍ରୀଡ଼ା। ଜୟା ଦେବୀ ଆସି ତାହା ଦେଖନ୍ତେ ସକଳେ। ବୁଡ଼ିଲେ ପ୍ରଭୁଙ୍କ ରୂପ ଦେଖି କାମ ଜଳେ। ତାଙ୍କୁ ଘେନି ରମିବାକୁ ବଳିଗଲା ମନ। ମଦନ ତାପରେ ହେଲା ଚିତ୍ତ ଛନ ଛନ। ତା ଜାଣି ରୋମେ କଷରେ ବିନ୍ଧନ୍ତେ ମନ୍ମଥ। ଆକୁଳେ ଜୟାଙ୍କ ମନ ହେଲା ବିହୋଳିତ। ଶିବଙ୍କ ସୁରତିର ସେ ବଳି ଯାନ୍ତେ ମନ। ପୁଲକରେ ପରିପୂର୍ଣ୍ଣ ହେଲା ଅପହନ। ତେଣୁ ହିତାହିତ କଥା ନ ପାରିଲେ ଜାଣି। ଏମନ୍ତ ସମୟେ ତାଙ୍କୁ ନିରେଖି ଭବାନୀ। ଦେଖିଲେ ଯେ ଜୟା ସଖୀ କାମେ ଅସମ୍ଭାଳ। କଣ୍ଠ ଓଷ୍ଠ କପାଳରୁ ବହୁଅଛି ଝାଳ। ଗିରିରାଜ ପୁତ୍ରୀ ଶିବଙ୍କର ପ୍ରାଣ ପ୍ରିୟା। ଜାଣିଲେ ମଦନ ବାଣେ ବିମୋହିତ ଜୟା। ଶିବଙ୍କୁ ରମିବା ପାଇଁ ବୋଳାଇଛି ଆସ। ତେଣୁ ଜୟା ସଖୀଠାରେ କଲେ ମହାରସ। ଆରକ୍ତ ଲୋଚନେ ଦେବୀ ଜୟା ମୁଖ ଚାହିଁ। ବୋଇଲେ ତ ହୃଦୟରେ ତିଳେ ଜ୍ଞାନ ନାହିଁ। ଏକ ପତ୍ନୀ ବ୍ରତ କରିଛନ୍ତି ତ୍ରିପୁରାରୀ। ମୋ ବିନା ସେ କୈଳାସେନ ଛୁଇଁବେ ଆନ ନାରୀ। ତାଙ୍କର ଏ ଦୃଢ଼ ବ୍ରତ ତୁ ତ ଅଛୁ ଜାଣି। କିମ୍ପାଇଁ ମନରେ ଇଚ୍ଛା କରୁ ଶୂଳ ପାଣି। ପୁଣି ତ ମୋ ପାଶେ ଅଛୁ ସବୁ କାଳେ ତୁହି। କିପରି ହୋଇଲୁ କହ ପ୍ରଭୁଠାରେ ମୋହି। ତୁ ତାହାଙ୍କ ମନ ବାଞ୍ଛା କଲୁ କି ନିମନ୍ତେ। ଧୈର୍ଯ୍ୟ ଛାଡ଼ି ଅଧୈର୍ଯ୍ୟ ଯେ ହେଲୁ ଅନିମିତେ। ଚଞ୍ଚଳ କରିଲୁ ଆମ୍ଭ ଦୁହିଁଙ୍କର ମନ। ତେଣୁ ଅଛି ମୋର ଅଭିଶାପ ଘେନ। ଏହି କ୍ଷଣି ଏ ସ୍ଥାନରୁ ଦୂର ହୋଇଯାଅ। ମଧ୍ୟ ଭୁବନରେ ନର ଦେହ ଜନ୍ମ ପାଅ। ତହିଁ ମହାରାଜା ଜଣେ ହେବେ ତୋର ପତି। କାମ ଅଭିଳାଷେ ଯେଣୁ ବୋଳାଇଲୁ ମତି। ମଧ୍ୟ ଭୁବନରେ ରହିବୁ ତୁ କେତେ କାଳ। ସେଠାରେ ଲଭିବୁ ତୋର ମନବାଞ୍ଛା ଫଳ। ତହିଁ ପରେ ଆସି ପୁଣି ମିଳିବୁ ମୋ ପାଶ। ତହିଁ ପରେ ଆସି ପୁଣି ମିଳିବୁ ମୋ ପାଶେ। ଏବେ ଆଉ କ୍ଷଣେ ମାତ୍ର ନଥାଅ କୈଳାସେ। ଏହି ରୂପେ ଅଭିଶାପ ଦିଅନ୍ତେ ଭବାନୀ। ତାହା ଶୁଣି ଜୟା ଗୁରୁ କମଳ ଲୋଚନୀ। ତକ୍ଷଣେ କୈଳାସ ଭୁବନରୁ ହୋଇ ଦୂର।
জ্যোতি রূপে আসি প্রবে শিলে মধুপুর মথুরারে থিলে ধর্ম কেতু নামে রাজা মধুবতী নামে তাঙ্ক প্রথম ভারিজা। ওম নমঃ শিবায়।